ओम शांति 24 नवेम्बर 2024 अव्यक्त मुरली पुनरावृत्ति 15 डिसेम्बर 2002। अव्यक्त मुरलीर सारांश अछि समय अनुसार लक्ष्य एवं लक्षणर समानता द्वारा बाप समान हुआ। समय अनुसार लक्ष्य एवं लक्षणर समानता द्वारा बाप समान हुआ। आଜି बाप दादा निजर चारिआडर समस्त स्वमानधारी पिलामानଙ୍କୁ ଦେଖି ହର୍ଷିତ ହେଉଛନ୍ତି। ଏହି ସଂଗମ ଯୁଗରେ ତୁମମାନଙ୍କୁ ଯେଉଁ ସ୍ୱମାନ ମିଳୁଛି ତାଠାରୁ ବଡ଼ ସ୍ୱମାନ ସାରା କଳ୍ପ ଭିତରେ ଅନ୍ୟ କୌଣସି ବି ଆତ୍ମାକୁ ପ୍ରାପ୍ତ ହୋଇପାରିବ ନାହିଁ। ତେବେ ତୁମମାନଙ୍କର ସ୍ୱମାନ କେତେ ବଡ଼ ତାହା ଜାଣିଛ ତ? ସ୍ୱମାନର ନିଶା ମଧ୍ୟ କେତେ ବଡ଼ ସେ କଥା ବୁଦ୍ଧିରେ ରହୁଛି ତ? ତେବେ ସ୍ୱମାନର ମାଳା ତ ବହୁତ ବଡ଼। ଗୋଟିଏ ଗୋଟିଏ ସ୍ୱମାନ ରୂପୀ ଦାନାକୁ ଗଣି ଗଣି ତାର ନିଶାରେ ଲବଲୀନ ହୋଇଯାଅ। ତେବେ ଏହି ସବୁ ସ୍ୱମାନ ଅର୍ଥାତ ଉପାଧି ଗୁଡ଼ିକ ତୁମମାନଙ୍କୁ ସ୍ୱୟଂ ବାପ ଦାଦାଙ୍କ ଦ୍ୱାରା ହିଁ ପ୍ରାପ୍ତ ହୋଇଛି। ସ୍ୱୟଂ ପରମାତ୍ମାଙ୍କ ଦ୍ୱାରା ସ୍ୱମାନ ଗୁଡ଼ିକ ପ୍ରାପ୍ତ ହୋଇଥିବା କାରଣରୁ ଏହାର ଆତ୍ମିକ ନିଶାକୁ ଏଭଳି କୌଣସି ଅଥୋରିଟି ବାଲା ନାହିଁ ବା କାହାର ବି କ୍ଷମତା ନାହିଁ ଯିଏକି ହଲଚଲ କରି ଦେଇପାରିବ। କାହିଁକି ନା ଏହା ତୁମକୁ ସ୍ୱୟଂ ଅଲମାଇଟି ଅଥୋରିଟି ଅର୍ଥାତ ସର୍ବଶକ୍ତିମାନ ପରମାତ୍ମାଙ୍କ ଠାରୁ ପ୍ରାପ୍ତ ହୋଇଛି। ତେବେ ବାପ ଦାଦା ଆଜି ଅମୃତ ବେଳାରେ ସାରା ବିଶ୍ୱର ସବୁ ପିଲାଙ୍କ ଆଡ଼େ ଚକ୍ର ଲଗାଇ ଦେଖିଲେ ଯେ ପ୍ରତ୍ୟେକଙ୍କ ସ୍ମୃତିରେ କେତେ ସ୍ୱମାନର ମାଳା ପଡ଼ି ରହିଛି ଏବଂ ମାଳାକୁ ଧାରଣ କରିବାର ଅର୍ଥ ହେଲା ସ୍ମୃତି ଦ୍ୱାରା ସେହି ସ୍ଥିତିରେ ସ୍ଥିତ ରହିବା। ତେଣୁ ନିଜେ ନିଜକୁ ଚେକ୍ କର ଏହିଭଳି ସ୍ମୃତିର ସ୍ଥିତି କେତେ ମାତ୍ରାରେ ରହୁଛି। ବାପ ଦାଦା ଦେଖୁଥିଲେ ଯେ ସ୍ୱମାନର ନିଶ୍ଚୟ ଏବଂ ଏହାର ଆତ୍ମିକ ନିଶା ଦୁଇଟି ଯାକର ସନ୍ତୁଳନ କେତେ ରହୁଛି। ତେବେ ନିଶ୍ଚୟର ଅର୍ଥ ହେଲା ଏହାର ଜ୍ଞାନବାନ ହେବା ଏବଂ ଆତ୍ମିକ ନିଶା ହେଲା ଶକ୍ତିଶାଳୀ ହେବା। ତେବେ ଜ୍ଞାନବାନ ହେବାରେ ମଧ୍ୟ ଦୁଇ ପ୍ରକାରର ପିଲାମାନଙ୍କୁ ଦେଖିଲୁ। ଗୋଟିଏ ହେଲେ ଜ୍ଞାନୀ, ଦ୍ୱିତୀୟ ପ୍ରକାରର ହେଲେ ଜ୍ଞାନ ସ୍ୱରୂପ। ତେବେ ନିଜେ ନିଜକୁ ପଚାର ମୁଁ କିଏ? ବାପ ଦାଦା ଏକଥା ମଧ୍ୟ ଜାଣିଛନ୍ତି ଯେ ପିଲାମାନଙ୍କର ଲକ୍ଷ୍ୟ ବହୁତ ଉଚ୍ଚ ଅଟେ। କ'ଣ ଉଚ୍ଚ ଲକ୍ଷ୍ୟ ଅଟେ ନା? କେଉଁ ଉଚ୍ଚ ଲକ୍ଷ୍ୟ ରଖିଛ? ସମସ୍ତେ କହୁଛନ୍ତି ଆମେ ବାବାଙ୍କ ସମାନ ହେବୁ। ତେବେ ବାବା ଯେପରି ଉଚ୍ଚରୁ ଉଚ୍ଚ ଅଟନ୍ତି ସେହିପରି ବାବାଙ୍କ ସମାନ ହେବାର ଲକ୍ଷ୍ୟ ମଧ୍ୟ କେତେ ଉଚ୍ଚ ଅଟେ। ତେଣୁ ତୁମମାନଙ୍କର ଲକ୍ଷ୍ୟକୁ ଦେଖି ବାପ ଦାଦା ମଧ୍ୟ ବହୁତ ଖୁସି ହେଉଛନ୍ତି। କିନ୍ତୁର ଅର୍ଥ ଶୁଣାଇବୁ ତ? କ'ଣ କହୁଛ ଟିଚର ମାନେ ଏବଂ ଡବଲ ବିଦେଶୀ ମାନେ ଶୁଣିବ ତ? ବୁଝି ତ ସାରିଲଣି ନା? ବାପ ଦାଦା ଲକ୍ଷ୍ୟ ସହିତ ଲକ୍ଷଣକୁ ମଧ୍ୟ ସମାନ ଦେଖିବାକୁ ଚାହୁଁଛନ୍ତି। ଏବେ ସମସ୍ତେ ନିଜେ ନିଜକୁ ପଚାର ଯେ ମୋର ଲକ୍ଷ୍ୟ ଏବଂ ଲକ୍ଷଣ ଅର୍ଥାତ ବାସ୍ତବିକ ସ୍ଥିତି ସମାନ ଅଟେ ତ? କାହିଁକି ନା ଲକ୍ଷ୍ୟ ଏବଂ ଲକ୍ଷଣ ସମାନ ହେବା ହିଁ ବାପ ସମାନ ହେବା। ତେଣୁ ସମୟକୁ ଦୃଷ୍ଟିରେ ରଖି ଏହାର ସମାନତାକୁ ନିକଟକୁ ଆଣ। ବର୍ତ୍ତମାନ ସମୟରେ ବାପ ଦାଦା ପିଲାମାନଙ୍କର ଗୋଟିଏ କଥା ଦେଖିପାରୁନାହାନ୍ତି। କେତେକ ପିଲା ଭିନ୍ନ ଭିନ୍ନ ପ୍ରକାରରେ ବାବାଙ୍କ ସମାନ ହେବା ପାଇଁ ମେହନତ କରୁଛନ୍ତି। ତେବେ ବାବାଙ୍କ ପ୍ରତି ମୋହବତ ଅର୍ଥାତ ସ୍ନେହ ଥିଲେ ମେହନତ କରିବାର ତ ଆବଶ୍ୟକତା ନାହିଁ। କାରଣ ଯେଉଁଠି ମୋହବତ ଅଛି ସେଠାରେ ମେହନତ ନାହିଁ। ଯେହେତୁ ଦେହ ଅଭିମାନର ଓଲଟା ନିଶା ତୁମମାନଙ୍କର ସ୍ୱଭାବରେ ପରିଣତ ହୋଇଯାଇଛି ତେଣୁ ଏହା ସ୍ୱାଭାବିକ ମଧ୍ୟ ହୋଇଯାଇଛି। କ'ଣ ଦେହ ଅଭିମାନରେ ଆସିବା ପାଇଁ ପୁରୁଷାର୍ଥ କରିବାକୁ ପଡ଼ୁଛି କି? ନା, 63 ଜନ୍ମ କୌଣସି ପୁରୁଷାର୍ଥ କରିଛ କି? କିନ୍ତୁ ଏହା ତୁମର ସ୍ୱଭାବରେ ପରିଣତ ହୋଇଯାଇଛି ଏବଂ ସ୍ୱାଭାବିକ ସ୍ଥିତି ପାଲଟି ଯାଇଛି। ଯାହାକି ଏବେ ମଧ୍ୟ କେବେ କେବେ ଏହି କଥା ଦେଉଛ ଯେ ଆମେ ଦେହୀ ଅର୍ଥାତ ଆତ୍ମ ଅଭିମାନୀ ହେବା ପରିବର୍ତ୍ତେ ଦେହ ଅଭିମାନରେ ଆସିଯାଉଛୁ।
ତେଣୁ ଦେହ ଅଭିମାନ ଯେପରି ସ୍ୱାଭାବିକ ସଂସ୍କାର ହୋଇଯାଇଛି, ସେହିପରି ଏବେ ଦେହୀ ଅଭିମାନୀ ସ୍ଥିତି ମଧ୍ୟ ସ୍ୱାଭାବିକ ହେଉ ଏବଂ ସଂସ୍କାରରେ ପରିଣତ ହୋଇଯାଉ। ତେବେ କାହାର ନେଚର ଅର୍ଥାତ୍ ସଂସ୍କାର ବଦଳିବା ମଧ୍ୟ କଷ୍ଟକର ଅଟେ। ଯେପରି ଏବେ ମଧ୍ୟ କେବେ କେବେ କହୁଛ ନା, ମୋର ସେଭଳି କୌଣସି ଉଦ୍ଦେଶ୍ୟ ନଥିଲା, କିନ୍ତୁ ମୋର ସଂସ୍କାର ହିଁ ଏହିଭଳି। ଯଦି ସେହିଭଳି ନେଚରକୁ ତୁମେମାନେ ସ୍ୱାଭାବିକ ସଂସ୍କାରରେ ପରିଣତ କରିଦେଉଛ, ତେବେ ବାବାଙ୍କ ସମାନ ହେବାର ନେଚରକୁ କ'ଣ ନେଚୁରାଲ ଅର୍ଥାତ୍ ସ୍ୱାଭାବିକ ସଂସ୍କାରରେ ପରିଣତ ହୋଇପାରିବ ନାହିଁ? ଯଦି ଓଲଟା ନେଚରର ବଶୀଭୂତ ହୋଇପାରୁଛ, ତେବେ ବାବାଙ୍କ ସମାନ ହେବାର ଯଥାର୍ଥ ନେଚରକୁ ଧାରଣ କରିବାରେ ମେହନତ କାହିଁକି ଲାଗୁଛି? ତେଣୁ ବାପ ଦାଦା ଏବେ ସବୁ ପିଲାଙ୍କର ସ୍ୱାଭାବିକ ଦେହୀ ଅଭିମାନୀ ସଂସ୍କାର ଦେଖିବାକୁ ଚାହୁଁଛନ୍ତି। ବ୍ରହ୍ମା ବାବାଙ୍କୁ ତ ଦେଖିଛ, ଚାଲିବା ବୁଲିବା ସମୟରେ ବା ଯେକୌଣସି କରିବା ସମୟରେ ଦେହୀ ଅଭିମାନୀ ସ୍ଥିତି ତାଙ୍କର ସ୍ୱାଭାବିକ ସଂସ୍କାର ପାଲଟି ଯାଇଥିଲା। ବାପ ଦାଦା ଏବେ ଗୋଟିଏ ସମାଚାର ଶୁଣିବାକୁ ପାଇଲେ ଯେ ଆଜିକାଲି ଦାଦୀମାନେ ବିଶେଷ କରି ଏହି କଥା ଉପରେ ଆଲୋଚନା କରୁଛନ୍ତି ଯେ ଫରିସ୍ତା ଅବସ୍ଥା, କର୍ମାତୀତ ଅବସ୍ଥା, ବାପ ସମାନ ଅବସ୍ଥା କିପରି ସ୍ୱାଭାବିକ ହୋଇପାରିବ? ଏହା ଆମର ସ୍ୱଭାବରେ ପରିଣତ ହୋଇଯିବ। ଏହି ବିଷୟରେ ଆଲୋଚନା କରୁଛ ନା? ଦାଦିଜୀଙ୍କ ମନ ଭିତରେ ଏହି କଥା ମଧ୍ୟ ବାରମ୍ବାର ଆସୁଛି ନା? ମୁଁ ଫରିସ୍ତା ହୋଇ ଯାଆନ୍ତି କି, କର୍ମାତୀତ ହୋଇ ଯାଆନ୍ତି କି, ବାବା ପ୍ରତ୍ୟକ୍ଷ ହୋଇ ଯାଆନ୍ତି କି? ତେବେ ଫରିସ୍ତା ହେବାର ବା ନିରାକାରୀ କର୍ମାତୀତ ଅବସ୍ଥା ହେବାର ବିଶେଷ ସାଧନ ହେଲା ନିରହଙ୍କାରୀ ହେବା। କାରଣ ନିରହଙ୍କାରୀ ଆତ୍ମା ହିଁ ନିରାକାରୀ ହୋଇପାରିବ। ସେଥିପାଇଁ ବାବା ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ଶେଷ ମନ୍ତ୍ର ରୂପରେ ନିରାକାରୀ ସହିତ ନିରହଙ୍କାରୀ ହେବା ପାଇଁ କହିଛନ୍ତି। କେବଳ ନିଜର ଦେହ ବା ଅନ୍ୟ କାହାର ଦେହ ପ୍ରତି ଆକର୍ଷିତ ହେବା, ଏହାକୁ ହିଁ ଦେହ ଅହଙ୍କାର ବା ଦୈହିକ ସ୍ମୃତି କୁହାଯାଉ ନାହିଁ। କାରଣ ଦେହ ଅହଙ୍କାର ମଧ୍ୟ ରହିଛି ଏବଂ ଦେହ ଭାନ ଅର୍ଥାତ୍ ଦେହର ସ୍ମୃତି ମଧ୍ୟ ରହିଛି। ତେବେ ନିଜର ଦେହ ବା ଅନ୍ୟ କାହାର ଦେହର ସ୍ମୃତିରେ ରହିବା, ଏଥିରେ ତ ଅଧିକାଂଶ ପିଲା ପାସ୍ ହୋଇଯାଇଛନ୍ତି। ଯେଉଁମାନେ ପୁରୁଷାର୍ଥ କରିବାର ଲଗନରେ ରହୁଛନ୍ତି ଅର୍ଥାତ୍ ସଚ୍ଚା ପୁରୁଷାର୍ଥୀ ଅଟନ୍ତି, ସେମାନେ ଦେହ ଅଭିମାନର ଏହି ମୋଟା ରୂପଠାରୁ ଊର୍ଦ୍ଧ୍ୱରେ ଅଛନ୍ତି। କିନ୍ତୁ ଦେହଭାନ ଅର୍ଥାତ୍ ଦୈହିକ ସ୍ମୃତିର ଅନେକ ଗୁଡ଼ିଏ ସୂକ୍ଷ୍ମ ରୂପ ମଧ୍ୟ ରହିଛି, ଯାହାର ତାଲିକା ତୁମେମାନେ ପରସ୍ପର ମିଶି ବାହାର କରିବ। ବାପ ଦାଦା ଆଜି ତାହା ଶୁଣାଉ ନାହାନ୍ତି। ଆଜି ପାଇଁ ଏତିକି ଶିକ୍ଷା ବହୁତ ହୋଇଗଲାଣି, କାହିଁକି ନା ତୁମେ ସମସ୍ତେ ବୁଦ୍ଧିମାନ ଅଟ। ତୁମେମାନେ ତ ଜାଣିଛ ନା, ଯଦି ସମସ୍ତଙ୍କୁ ପଚରାଯିବ ତେବେ ସମସ୍ତେ ବହୁତ ବୁଦ୍ଧିମାନ ଭାବରେ ଶୁଣାଇ ପାରିବେ। କିନ୍ତୁ ବାପ ଦାଦା କେବଳ ଗୋଟିଏ ଛୋଟିଆ ଏବଂ ସହଜ ପୁରୁଷାର୍ଥ ବତାଉଛନ୍ତି ଯେ ସର୍ବଦା ନିଜର ମନ, ବଚନ, କର୍ମ ଏବଂ ସମ୍ବନ୍ଧ ସମ୍ପର୍କରେ ଏହି ତିନୋଟି ଶବ୍ଦର ଶେଷ ମନ୍ତ୍ରଟିକୁ ସ୍ମୃତିରେ ରଖିଥାଅ। ନିରାକାରୀ, ନିରହଙ୍କାରୀ ଏବଂ ନିର୍ବିକାରୀ। ଯେତେବେଳେ ବି କୌଣସି ସଂକଳ୍ପ କରୁଛ, ପ୍ରଥମେ ଚେକ୍ କର ଯେ ଏହା ମହାମନ୍ତ୍ର ସମ୍ପନ୍ନ ଅଟେ ତ? ଅର୍ଥାତ୍ ଏଥିରେ ତିନୋଟି ଯାକ ମହାମନ୍ତ୍ର ଅନ୍ତର୍ନିହିତ ଅଟେ ତ? ସେହିଭଳି ନିଜର ବାଣୀରେ, କର୍ମରେ, ସବୁଥିରେ କେବଳ ଏହି ତିନୋଟି ଶବ୍ଦକୁ ମନେ ରଖିଥାଅ ଏବଂ ତୁଳନା କରୁଥାଅ। ଏହା ତ ସହଜ ଅଟେ ନା? ସାରା ମୁରଲୀକୁ ମନେ ରଖିବାକୁ କହୁନାହୁଁ, କିନ୍ତୁ ଏହି ତିନୋଟି ଶବ୍ଦକୁ ମନେ ରଖ। ଏହି ମହାମନ୍ତ୍ର ତୁମର ସଂକଳ୍ପକୁ ମଧ୍ୟ ଶ୍ରେଷ୍ଠ କରିଦେବ। ବାଣୀରେ ନିର୍ମାଣତା ଆଣିବ, କର୍ମରେ ସେବା ଭାବ ଆଣିବ ଏବଂ ସମ୍ବନ୍ଧ ସମ୍ପର୍କରେ ସର୍ବଦା ଶୁଭ ଭାବନା, ଶ୍ରେଷ୍ଠ କାମନାର ବୃତ୍ତି ଜାଗ୍ରତ କରିବ। ବାପ ଦାଦା ପିଲାମାନଙ୍କର ସେବାର ସମାଚାର ମଧ୍ୟ ଶୁଣୁଛନ୍ତି। ଆଜିକାଲି ଭିନ୍ନ ଭିନ୍ନ କୋର୍ସ କରାଇବାର ସେବା କରୁଛ, କିନ୍ତୁ ଏବେ ଗୋଟିଏ କୋର୍ସ ବାକି ରହିଯାଇଛି, ତାହା ହେଲା ପ୍ରତ୍ୟେକ ଆତ୍ମା ଭିତରେ ଯେଉଁ ଶକ୍ତି ଆବଶ୍ୟକ, ସେହି ଶକ୍ତିର ବା ଫୋର୍ସର କୋର୍ସ କରାଇବା। ଶକ୍ତି ଭରିବାର କୋର୍ସ କେବଳ ବାଣୀ ଦ୍ୱାରା ଶୁଣାଇବାର କୋର୍ସ ନୁହେଁ, ବାଣୀ ଶୁଣାଇବା ସହିତ ଶକ୍ତି ଭରିବାର କୋର୍ସ ମଧ୍ୟ କରାଇବା ଦରକାର।
ଯାହାଦ୍ୱାରା କେବଳ ଭଲ ଭଲ କହିବେ ନାହିଁ ବରଂ ଭଲ ହୋଇଯିବେ। ତେବେ ସେମାନେ ଏହିଭଳି ଅନୁଭବ ଶୁଣାନ୍ତୁ ଯେ ଆଜି ମୋତେ ଶକ୍ତିର ଆଞ୍ଜୁଳି ମିଳିଗଲା। ଯଦି ଆଞ୍ଜୁଳିରେ ମଧ୍ୟ ଅନୁଭବ ହୋଇଗଲା ତେବେ ବି ସେମାନଙ୍କ ପାଇଁ ବହୁତ କିଛି ଅଟେ। ତେଣୁ କୋର୍ସ ପଛେ କରାଅ, କିନ୍ତୁ ପ୍ରଥମେ ନିଜକୁ କୋର୍ସ କରାଇ ତାପରେ ସେମାନଙ୍କୁ ଶୁଣାଅ। ତେବେ ବି ଜାଣିଲ ତ ବାପ ଦାଦା କ'ଣ ଚାହୁଁଛନ୍ତି? ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କର। ତେବେ ସମସ୍ତଙ୍କ ଲକ୍ଷ୍ୟକୁ ଦେଖି ବାପ ଦାଦା ବହୁତ ବହୁତ ଖୁସି ହେଉଛନ୍ତି। ଏବେ କେବଳ ଦୁଇଟିକୁ ସମାନ କର, ତାହା ହେଲେ ବହୁତ ସହଜରେ ବାବାଙ୍କ ସମାନ ହୋଇଯିବ। ବାପ ଦାଦା ତ ପିଲାମାନଙ୍କୁ ସମାନ ଠାରୁ ମଧ୍ୟ ଉଚ୍ଚ, ନିଜ ଠାରୁ ମଧ୍ୟ ଉଚ୍ଚ ଦୃଷ୍ଟିରେ ଦେଖୁଛନ୍ତି। ବାପ ଦାଦା ସର୍ବଦା ପିଲାମାନଙ୍କୁ ମସ୍ତକର ମୁକୁଟ ବୋଲି କହୁଛନ୍ତି। ତେବେ ମୁକୁଟ ମୁଣ୍ଡ ଠାରୁ ମଧ୍ୟ ଉଚ୍ଚ ହୋଇଥାଏ ନା? କ'ଣ କହୁଛ ଟିଚର ମାନେ? ମସ୍ତକର ମୁକୁଟ ଅଟ ନା ଟିଚର ମାନଙ୍କ ସହିତ। ଦେଖ କେତେ ଟିଚର ଅଛନ୍ତି। ଯଦି ଗୋଟିଏ ଗ୍ରୁପରେ ଏତେ ଟିଚର ଅଛନ୍ତି ତେବେ ପ୍ରତ୍ୟେକ ଗ୍ରୁପକୁ ମିଶାଇ ଦେଲେ କେତେ ଟିଚର ହୋଇଯିବେ? ଟିଚର ମାନେ ତ ବାପ ଦାଦାଙ୍କର ଗୋଟିଏ ଆଶା ପୂରଣ କରିବା ପାଇଁ ସଂକଳ୍ପ କରିଛନ୍ତି, କିନ୍ତୁ ତାକୁ ଘୋଷଣା କରି ନାହାନ୍ତି। ଜାଣିଛ ତାହା କ'ଣ? ଗୋଟିଏ ତ ବାପ ଦାଦା କହିଛନ୍ତି ଯେ ଏବେ ୱାରିଶ ଆତ୍ମାମାନଙ୍କର ମାଳା ପ୍ରସ୍ତୁତ କର। କେବଳ ୱାରିଶ ଆତ୍ମାମାନଙ୍କର ମାଳା ସାଧାରଣ ଆତ୍ମାମାନଙ୍କର ମାଳା ନୁହେଁ। ଦ୍ୱିତୀୟରେ ହେଲା ସମ୍ବନ୍ଧ ସମ୍ପର୍କ ବାଲାଙ୍କୁ ମାଇକି କର। ତୁମେ କୌଣସି ଭାଷଣ କର ନାହିଁ, କିନ୍ତୁ ସେମାନେ ତୁମ ତରଫରୁ ମାଧ୍ୟମ ହୋଇ ଶୁଣାନ୍ତୁ। ଏହିଭଳି ନିଜର ମିଡ଼ିଆ ଅର୍ଥାତ୍ ମାଧ୍ୟମ ସୃଷ୍ଟି କର। ମିଡ଼ିଆ କ'ଣ କରିଥାଏ? ଓଲଟା ହେଉ ବା ସିଧା ହେଉ ସମାଚାର ଗୁଡ଼ିକୁ ପ୍ରଚାର କରିଥାଏ ନା? ତେଣୁ ଏଭଳି ମାଇକି ଆତ୍ମା ପ୍ରସ୍ତୁତ ହେବା ଦରକାର, ଯେଉଁମାନେ କି ମିଡ଼ିଆ ଭଳି ପ୍ରତ୍ୟକ୍ଷତାର ସନ୍ଦେଶ ପ୍ରଚାର କରିବେ। ତୁମେମାନେ କହୁଛ ଭଗବାନ ଆସିଗଲେ, ଭଗବାନ ଆସିଗଲେ। ସେମାନେ ତ ଏହାକୁ ସାଧାରଣ କଥା ଭାବୁଛନ୍ତି, କିନ୍ତୁ ତୁମ ତରଫରୁ ଯଦି ଅନ୍ୟ କେହି ଶୁଣାଇବେ ବା କୌଣସି ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟକ୍ତି ଶୁଣାଇବେ ତେବେ ଅନ୍ୟମାନେ ଶୁଣିବେ। କିନ୍ତୁ ପ୍ରଥମେ ତୁମମାନଙ୍କୁ ଶକ୍ତି ରୂପରେ ପ୍ରତ୍ୟକ୍ଷ କରନ୍ତୁ। କାରଣ ଯେତେବେଳେ ଶକ୍ତିମାନେ ପ୍ରତ୍ୟକ୍ଷ ହୋଇଯିବେ ସେତେବେଳେ ବାବା ମଧ୍ୟ ପ୍ରତ୍ୟକ୍ଷ ହୋଇଯିବେ। ତେଣୁ ପ୍ରଥମେ ନିଜର ମିଡ଼ିଆ ପ୍ରସ୍ତୁତ କର। ଦେଖିବା କରୁଛ କି ନାହିଁ। ଚାଲ ଠିକ୍ ଅଛି, ମାଳା ନହେଲା ନାହିଁ, ହାତର କଙ୍କଣ ତ ପ୍ରସ୍ତୁତ କର। କ'ଣ ପ୍ରସ୍ତୁତ କରିଛ? ଯେଉଁମାନେ ଏହିଭଳି ପ୍ରସ୍ତୁତ କରିଛନ୍ତି ସେମାନେ ହାତ ଉଠାଅ। ବାପ ଦାଦା ଦେଖିବେ କେଉଁଭଳି ଆତ୍ମାକୁ ପ୍ରସ୍ତୁତ କରିଛ। ଆଚ୍ଛା, ସାହସ ତ ରଖିଛ ନା? ଶୁଣିଲ ତ ଟିଚରମାନଙ୍କୁ କ'ଣ କରିବାକୁ ହେବ? ଏହି ବର୍ଷ ଶିବରାତ୍ରି ସୁଦ୍ଧା ୱାରିଶ କ୍ୱାଲିଟି ଅର୍ଥାତ୍ ବାବାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ସନ୍ତାନମାନଙ୍କୁ ପ୍ରସ୍ତୁତ କର। ମାଇକି ମଧ୍ୟ ପ୍ରସ୍ତୁତ କର। ତେବେ ଯାଇ ଆସନ୍ତା ବର୍ଷ ଶିବରାତ୍ରିରେ ସମସ୍ତଙ୍କ ମୁଖରୁ ବାହାରିବ ଶିବ ବାବା ଆସି ଯାଇଛନ୍ତି। ଏହିଭଳି ଶିବରାତ୍ରି ପାଳନ କର। କାର୍ଯ୍ୟକ୍ରମ ଗୁଡ଼ିକୁ ତ ବହୁତ ଭଲ ଭାବରେ ପ୍ରସ୍ତୁତ କରିଛ। ସମସ୍ତଙ୍କ ପାଖକୁ କାର୍ଯ୍ୟକ୍ରମର ରୂପରେଖା ପଠାଇଛ ନା? ଏମିତି ତ ପ୍ରୋଗ୍ରାମ ବହୁତ ଭଲ କରୁଛ, ଏମିତି ତ ପ୍ରୋଗ୍ରାମ ବହୁତ ଭଲ ପ୍ରସ୍ତୁତ କରିଛ, କିନ୍ତୁ ପ୍ରତ୍ୟେକ ପ୍ରୋଗ୍ରାମରେ କିଛି ମାଇକି ଆତ୍ମା ବାହାରନ୍ତୁ, କିଛି ୱାରିଶ ଆତ୍ମା ମଧ୍ୟ ବାହାରନ୍ତୁ। ଏହିଭଳି ପୁରୁଷାର୍ଥ କର। ଭାଷଣ କରିଦେଲ, ଶୁଣିଦେଇ ଚାଲିଗଲେ, ଏମିତି ନୁହେଁ। ଏଭଳି ତ 66 ବର୍ଷ ବିତିଗଲାଣି ଏବଂ ସେବା କରିବାର 50 ବର୍ଷ ମଧ୍ୟ ପାଳନ କରିସାରିଲଣି। ଏବେ ଶିବରାତ୍ରିର ହୀରକ ଜୟନ୍ତୀ ପାଳନ କର। ଏହି ଦୁଇ ପ୍ରକାରର ଆତ୍ମା ପ୍ରସ୍ତୁତ କର। ପୁଣି ଦେଖ ବିଜୟର ନାଗରା ବାଜୁଛି କି ନାହିଁ। ନାଗରା କ'ଣ ତୁମେମାନେ ବଜାଇବ କି? ତୁମେ ତ ଦେବୀ ଅଟ, ସାକ୍ଷାତକାର କରାଇବ। ତେଣୁ ନାଗରା ବଜାଇବା ବାଲା ବାହାର କର, ଯେଉଁମାନେ କି ବାସ୍ତବିକ ରୂପରେ ଗୀତ ଗାଇବେ। ଶିବ ଶକ୍ତିୟାଁ ଆ ଗଇ। ଶୁଣିଲ ତ ଶିବରାତ୍ରିରେ କ'ଣ ସବୁ କରିବ? ଯେମିତି ସେମିତି ଭାଷଣ କରିଦେଇ କାମ ସାରିଦିଅ ନାହିଁ। ପୁଣି ସମାଚାର ଲେଖିଦେବ ବାବା 500, 1000 ବା ଲକ୍ଷେ ଲୋକ ଭାଷଣ ଶୁଣିଲେ। ଭାଷଣ ତ ଶୁଣିଲେ, ସମସ୍ତଙ୍କୁ ସନ୍ଦେଶ ଦେଲ, କିନ୍ତୁ ସେମାନଙ୍କ ଭିତରୁ ୱାରିଶ ଆତ୍ମା କେତେ ଜଣ ବାହାରିଲେ? ମାଇକି କେତେ ଜଣ ବାହାରିଲେ? ଏବେ ସେହି ସମାଚାର ଦିଅ।
ଯାହା ସବୁ ଆଜି ପର୍ଯ୍ୟନ୍ତ କରିଆସିଛ, ଧରଣୀ ପ୍ରସ୍ତୁତ କରିଛ, ସନ୍ଦେଶ ଦେବାର ମଞ୍ଜି ପୋତିଛ, ତାକୁ ମଧ୍ୟ ବାବା ଭଲ କହୁଛନ୍ତି। ସେହି ସେବା ବ୍ୟର୍ଥରେ ଯାଇନାହିଁ, ସମର୍ଥ ହୋଇଯାଇଛି। ପ୍ରଜା ତ ତିଆରି ହୋଇଯାଇଛନ୍ତି। ରାଜକୀୟ ପରିବାର ବା ରାଜ କର୍ମଚାରୀ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। କିନ୍ତୁ ରାଜା ରାଣୀ ବି ତ ଦରକାର ନା। ସିଂହାସନ ଉପରେ ବସିବା ବାଲା ରାଜା ରାଣୀ ନ ହୁଅନ୍ତୁ, କିନ୍ତୁ ରାଜା ରାଣୀଙ୍କ ସାଥିରେ ରାଜ ଦରବାରରେ ମଧ୍ୟ ରାଜାଙ୍କ ଭଳି କିଛି ଜଣ ବସିଥାନ୍ତି। ସେହିଭଳି ଆତ୍ମାକୁ ତ ପ୍ରସ୍ତୁତ କର। ଆଚ୍ଛା, ଏଠାରେ ତ ବଡ଼ ବଡ଼ ମହାରଥୀମାନେ ବସିଛନ୍ତି। ବାପ ଦାଦା ମଧ୍ୟ ଖୁସି ହେଉଛନ୍ତି। ଏହା ମଧ୍ୟ ଆନ୍ତରିକ ସ୍ନେହର ପ୍ରମାଣ। କାହିଁକି ନା ତୁମ ସମସ୍ତଙ୍କର ସଂକଳ୍ପ ଚାଲୁଛି ନା ପ୍ରତ୍ୟକ୍ଷତା କେବେ ହେବ କେବେ ହେବ। ତେଣୁ ବାପ ଦାଦା ଶୁଣାଇ ଚାଲିଛନ୍ତି। ମଧୁବନ ନିବାସୀ ପିଲାମାନେ, କ'ଣ ଶୁଣିଲ ତ ମଧୁବନ ବାଲା? ମଧୁବନ, ଶାନ୍ତିବନ, ଜ୍ଞାନ ସରୋବରର ସମସ୍ତେ ମଧୁବନ ନିବାସୀ ଅଟନ୍ତି। ଆଚ୍ଛା, କ'ଣ ମଧୁବନରୁ ନାଗରା ବାଜିବା ଆରମ୍ଭ ହେବ? କେଉଁଠାରୁ ଆରମ୍ଭ ହେବ? ଦିଲ୍ଲୀରୁ? କ'ଣ ମଧୁବନରୁ ନୁହେଁ? କୁହ ଚାରିଆଡ଼ୁ। ଗୋଟିଏ ଆଡ଼ୁ ବାଜିବ ନାହିଁ, ମଧୁବନରୁ ମଧ୍ୟ ବାଜିବ ଏବଂ ଚାରିଆଡ଼ୁ ମଧ୍ୟ ବାଜିବ। ତେବେ ଯାଇ କୁମ୍ଭକର୍ଣ୍ଣ ଜାଗିବେ। ମଧୁବନ ନିବାସୀ ଯେଉଁଭଳି ସେବାରେ ଅଥକ ହୋଇ ସେବାର ପାଠ କରୁଛ, ସେହିଭଳି ଏହି ମାନସିକ ସେବା ମଧ୍ୟ କରିଚାଲ। କେବଳ କର୍ମଣା ସେବା ନୁହେଁ, ମନ ବଚନ କର୍ମ ତିନି ପ୍ରକାରର ସେବା ଏବେ ମଧ୍ୟ କରୁଛ, କିନ୍ତୁ ଆହୁରି ଅଧିକ କର। ଆଚ୍ଛା, ମଧୁବନ ବାଲାଙ୍କୁ ଭୁଲି ଯାଉ ନାହୁଁ। ମଧୁବନ ବାଲା ଭାବୁଛନ୍ତି ବାବା ତ ମଧୁବନରେ ଆସୁଛନ୍ତି, କିନ୍ତୁ ମଧୁବନର ନାମ ଶୁଣାଉନାହାନ୍ତି। ତେବେ ମଧୁବନ ତ ସର୍ବଦା ସ୍ମୃତିରେ ରହିଛି। ଯଦି ମଧୁବନ ନଥାନ୍ତା, ତେବେ ଏମାନେ ସବୁ କେଉଁଠାକୁ ଆସିଥାନ୍ତେ? ତୁମେ ସେବାଧାରୀମାନେ ଯଦି ସେବା କରୁନଥାନ୍ତ, ତେବେ ଏମାନେ ସବୁ କ'ଣ ଖାଇଥାନ୍ତେ, କିପରି ରହିଥାନ୍ତେ? ତେଣୁ ମଧୁବନ ବାଲାଙ୍କୁ ବାପ ଦାଦା ମଧ୍ୟ ଦିଲର ସହିତ ମନେ ପକାଉଛନ୍ତି ଏବଂ ଆଶୀର୍ବାଦ ମଧ୍ୟ ଦେଉଛନ୍ତି। ଆଚ୍ଛା, ମଧୁବନ ପ୍ରତି ମଧ୍ୟ ସ୍ନେହ ରହିଛି। ପାଣ୍ଡବମାନଙ୍କ ବିନା ତ ଗତି ନାହିଁ। ସେଥିପାଇଁ ତ ଚତୁର୍ଭୁଜ ରୂପର ମହିମା ଅଧିକ ରହିଛି। ପାଣ୍ଡବ ଏବଂ ଶକ୍ତି ଉଭୟଙ୍କର ମିଳିତ ରୂପର ପ୍ରତୀକ ଚତୁର୍ଭୁଜ ରୂପ ଅଟେ। ଆଚ୍ଛା, ତେବେ ମଧୁବନ ନିବାସୀ ପାଣ୍ଡବମାନଙ୍କୁ ମଧ୍ୟ ନିଶା ଅଛି ନା? ବିଜୟର ନିଶା, ଅନ୍ୟ କୌଣସି ନିଶା ନୁହେଁ। ପାଣ୍ଡବ ଭବନରେ ଅଧିକାଂଶ ପାଣ୍ଡବମାନେ ଅଛନ୍ତି ଏବଂ ଭଲ ଭଲ ପିଲାମାନେ ଅଛନ୍ତି। ଯଦି ପାଣ୍ଡବମାନେ ନଥାନ୍ତେ, ତେବେ ତୁମମାନଙ୍କୁ ମଧ୍ୟ ମଧୁବନରେ ମଜା ଲାଗିନଥାନ୍ତା। ସେଥିପାଇଁ ମଧୁବନ ନିବାସୀଙ୍କର ଏହା ମହାନତା ଅଟେ, ଯେଉଁମାନେ ତୁମକୁ ଏତେ ମଉଜରେ ରଖାଉଛନ୍ତି, ଖୁଆଉଛନ୍ତି ଏବଂ ଉଡ଼ାଉଛନ୍ତି। ଆଜି ଅମୃତ ବେଳା ଠାରୁ ମଧୁବନ ନିବାସୀ ପିଲାମାନେ ବାପ ଦାଦାଙ୍କୁ ମନେ ପଡ଼ୁଥିଲେ। ଚାହେଁ ଏଠାରେ ଶାନ୍ତିବନରେ ଥାଆନ୍ତୁ ବା ଉପରେ ପାଣ୍ଡବ ଭବନରେ ଥାଆନ୍ତୁ, ଚାହେଁ ମଧୁବନ ନିବାସୀ କେହି କେହି ଏଠାରେ ମଧ୍ୟ ଦାୟିତ୍ୱରେ ଅଛନ୍ତି। କିନ୍ତୁ ଚାରିଆଡ଼ର ମଧୁବନ ନିବାସୀଙ୍କୁ ବାପ ଦାଦା ଅମୃତ ବେଳା ଠାରୁ ମନେ ପକାଇଛନ୍ତି। ଆଚ୍ଛା, ବାପ ଦାଦା ଯେଉଁ ଆତ୍ମିକ ବ୍ୟାୟାମ କରିବା ପାଇଁ ଦେଇଛନ୍ତି, ତାକୁ ସାରା ଦିନ ଭିତରେ କେତେଥର କରୁଛ ଏବଂ କେତେ ସମୟ ଭିତରେ କରୁଛ? ନିରାକାରୀ ଏବଂ ଫରିସ୍ତା, ବାବା ଏବଂ ଦାଦା ଏବେ ଏବେ ନିରାକାରୀ, ଏବେ ଏବେ ଫରିସ୍ତା ସ୍ୱରୂପ। ଏହି ଦୁଇଟି ଯାକ ସ୍ଥିତିରେ ଦେହ ଭାନ ନାହିଁ। ତେଣୁ ଦେହର ସ୍ମୃତିଠାରୁ ଯଦି ଊର୍ଦ୍ଧ୍ୱରେ ରହିବାକୁ ଚାହୁଁଛ, ତେବେ ଏହି ଆତ୍ମିକ ବ୍ୟାୟାମକୁ କର୍ମ କରୁଥିଲେ ମଧ୍ୟ, ନିଜର ଡ୍ୟୁଟି କରୁଥିଲେ ମଧ୍ୟ ଗୋଟିଏ ସେକେଣ୍ଡର ଅଭ୍ୟାସ କରିପାରିବ। ଏହା ଏକ ସ୍ୱାଭାବିକ ଅଭ୍ୟାସରେ ପଡ଼ିଯାଉ। ଏବେ ଏବେ ନିରାକାରୀ, ଏବେ ଏବେ ଫରିସ୍ତା। ଆଚ୍ଛା, ବାପ ଦାଦା ଡ୍ରିଲ୍ କରାଇଲେ, ଏହିଭଳି ନିରନ୍ତର ଭବ। ଚାରିଆଡ଼ର ବାପ ଦାଦାଙ୍କ ସ୍ମୃତିରେ ମଗ୍ନ ରହୁଥିବା ଏବଂ ବାବାଙ୍କ ସମାନ ହେବାର ଲକ୍ଷ୍ୟକୁ ଲକ୍ଷଣ ସହିତ ସମାନ କରୁଥିବା, ଯେଉଁମାନେ କୋଣ ଅନୁକୋଣରେ ବିଜ୍ଞାନର ସାଧନଗୁଡ଼ିକ ଦ୍ୱାରା ଦିନରାତି ଜାଗ୍ରତ ହୋଇ ବସି ରହିଛନ୍ତି, ସେହି ପିଲାମାନଙ୍କୁ ମଧ୍ୟ ବାପ ଦାଦା ୟାଦ ପ୍ୟାର, ଅଭିନନ୍ଦନ ଏବଂ ଆନ୍ତରିକ ଆଶୀର୍ବାଦ ଦେଉଛନ୍ତି। ବାପ ଦାଦା ଜାଣିଛନ୍ତି ଯେ ସମସ୍ତଙ୍କ ଦିଲରେ ବର୍ତ୍ତମାନ ଦିଲାରାମ ବାବାଙ୍କର ହିଁ ସ୍ମୃତି ସମାହିତ ହୋଇ ରହିଛି। ତେଣୁ କୋଣ ଅନୁକୋଣରେ ବସିଥିବା ପ୍ରତ୍ୟେକ ପିଲାଙ୍କୁ ବାପ ଦାଦା ବ୍ୟକ୍ତିଗତ ଭାବରେ ନାମ ସହିତ ୟାଦ ପ୍ୟାର ଦେଉଛନ୍ତି। ଯଦି ସମସ୍ତଙ୍କର ନାମର ମାଳା ଜପ କରିବୁ, ତେବେ ତ ରାତି ସରିଯିବ।
ତେଣୁ ବାପ ଦାଦା ସବୁ ପିଲାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଚାହେଁ ପୁରୁଷାର୍ଥରେ ଯେଉଁ ନମ୍ବର ବାଲା ହୋଇଥାଉ, କିନ୍ତୁ ବାପ ଦାଦା ସର୍ବଦା ପ୍ରତ୍ୟେକ ସନ୍ତାନର ଶ୍ରେଷ୍ଠ ସ୍ୱମାନଙ୍କୁ ୟାଦ ପ୍ୟାର ଦେଇଥାନ୍ତି ଏବଂ ନମସ୍ତେ କରିଥାନ୍ତି। ତେବେ ୟାଦ ପ୍ୟାର ଅର୍ଥାତ୍ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଜଣାଇବା ସମୟରେ ବାପ ଦାଦାଙ୍କ ସମ୍ମୁଖରେ ଚାରିଆଡ଼ର ସବୁ ପିଲା ସ୍ମୃତିରେ ଥାନ୍ତି। କେହି ଜଣେ ସନ୍ତାନ ମଧ୍ୟ ଦୁନିଆର ଯେକୌଣସି କୋଣରେ, ଗାଁରେ, ସହରରେ, ଦେଶରେ, ବିଦେଶରେ ଯେଉଁଠି ବି ଥାଉ ନା କାହିଁକି, ବାପ ଦାଦା ତାକୁ ତାର ସ୍ୱମାନର ସ୍ଥିତି ଦେବା ସହିତ ୟାଦ ପ୍ୟାର ଅର୍ଥାତ୍ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଦେଇଥାନ୍ତି। କାରଣ ସମସ୍ତେ ୟାଦ ପ୍ୟାରର ଅଧିକାରୀ ଅଟନ୍ତି, କାହିଁକି ନା ଯେହେତୁ ସେ ବାବା ବୋଲି କହିଛି, ତେଣୁ ୟାଦ ପ୍ୟାରର ଅଧିକାରୀ ନିଶ୍ଚିତ ଅଟେ। ତୁମେ ସବୁ ସମ୍ମୁଖରେ ବସିଥିବା ପିଲାମାନଙ୍କୁ ମଧ୍ୟ ବାପ ଦାଦା ସ୍ୱମାନର ମାଳାଧାରୀ ସ୍ୱରୂପରେ ଦେଖୁଛନ୍ତି। ତେଣୁ ସମସ୍ତଙ୍କୁ ବାପ ସମାନ ହେବାର ସ୍ୱମାନ ସ୍ୱରୂପରେ ୟାଦ ପ୍ୟାର ଏବଂ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ୟାଦ ପ୍ୟାର ଏବଂ ନମସ୍ତେ ନମସ୍ତେ ନମସ୍ତେ। ଦାଦିଜୀଙ୍କ ସହିତ ଠିକ୍ ହୋଇଯାଇଛ? ଏବେ ଆଉ କୌଣସି ରୋଗ ନାହିଁ। ରୋଗ ଛାଡ଼ି ପଳାଇ ଯାଇଛି। ରୋଗ ତ କେବଳ ଏହି କଥା ଦେଖାଇବା ପାଇଁ ଆସିଥିଲା, ଯାହାକି ସମସ୍ତେ ଦେଖନ୍ତୁ ଯେ ଆମ ପାଖକୁ ମଧ୍ୟ ରୋଗ ଆସୁଛି। ତେଣୁ ଏହା କୌଣସି ବଡ଼ କଥା ନୁହେଁ। ତେବେ ସବୁ ଦାଦୀମାନେ ବହୁତ ଭଲ ପାଠ କରୁଛ। ବାପ ଦାଦା ସମସ୍ତଙ୍କର ପାଠକୁ ଦେଖି ଖୁସି ହେଉଛନ୍ତି। ନିର୍ମଳ ଶାନ୍ତା ଦାଦୀଙ୍କୁ ଆଦିରତ୍ନ ଅଟନା, ଅନାଦି ରୂପରେ ମଧ୍ୟ ନିରାକାରୀ ପିତାଙ୍କର ପାଖାପାଖି ଅଟ, ସାଥିରେ ରହୁଛ ଏବଂ ଆଦି ରୂପରେ ମଧ୍ୟ ରାଜ୍ୟ ଦରବାରର ସାଥୀ ଅଟ। ସର୍ବଦା ରାଜ ପରିବାର ଭିତରେ ମଧ୍ୟ ବିଶେଷ ରାଜକୀୟ ଅଟ ଏବଂ ସଙ୍ଗମ ଯୁଗରେ ମଧ୍ୟ ଆଦି ରତ୍ନ ହେବାର ଭାଗ୍ୟ ମିଳିଛି। ତେଣୁ ବହୁତ ବଡ଼ ଭାଗ୍ୟ ମିଳିଛି। ଠିକ୍ କଥା ନା? ତୁମର ଉପସ୍ଥିତି ରହିବା ମଧ୍ୟ ସମସ୍ତଙ୍କ ପାଇଁ ବରଦାନ ଅଟେ। କିଛି କୁହ ନ କୁହ, କିଛି କର କି ନ କର, କିନ୍ତୁ ତୁମର ଉପସ୍ଥିତି ହିଁ ସମସ୍ତଙ୍କ ପାଇଁ ବରଦାନ ଅଟେ। ଆଚ୍ଛା, ଓମ୍ ଶାନ୍ତି। ବରଦାନ ଲୌକିକ ଏବଂ ଅଲୌକିକ ଜୀବନରେ ସର୍ବଦା ନିଆରା ହୋଇ ପରମାତ୍ମାଙ୍କର ସଙ୍ଗର ଅନୁଭବ ଦ୍ୱାରା ନଷ୍ଟ ମୋହା ହୁଅ। ଲୌକିକ ଏବଂ ଅଲୌକିକ ଜୀବନରେ ସର୍ବଦା ନିଆରା ହୋଇ ପରମାତ୍ମାଙ୍କର ସଙ୍ଗର ଅନୁଭବ ଦ୍ୱାରା ନଷ୍ଟ ମୋହା ହୁଅ। ସର୍ବଦା ନିଆରା ରହିବାର ଚିହ୍ନ ହେଲା ପ୍ରଭୁଙ୍କର ସ୍ନେହର ଅନୁଭୂତି କରିବା ଏବଂ ସ୍ନେହ ଯେତେ ଅଧିକ ହୋଇଥିବ ସେହି ଅନୁସାରେ ବାବାଙ୍କ ସାଥିରେ ମଧ୍ୟ ରହୁଥିବେ, ଅଲଗା ହେଉନଥିବେ। ତେବେ ସ୍ନେହୀ ତାକୁ କୁହାଯିବ ଯେ ସର୍ବଦା ସାଥିରେ ରହୁଥିବ। ଯେହେତୁ ବାବା ସର୍ବଦା ସାଥିରେ ଅଛନ୍ତି, ତେଣୁ ସମସ୍ତ ବୋଝ ବାବାଙ୍କୁ ଅର୍ପଣ କରି ନିଜେ ହାଲୁକା ହୋଇଯାଅ। ଏହା ହିଁ ହେଉଛି ନଷ୍ଟ ମୋହା ହେବାର ସହଜ ବିଧି। କିନ୍ତୁ ପୁରୁଷାର୍ଥର ବିଷୟରେ ସଦାଶବ୍ଦ ଉପରେ ବିଶେଷ ଗୁରୁତ୍ୱ ଦିଅ। ଲୌକିକ ଏବଂ ଅଲୌକିକ ଜୀବନରେ ଯଦି ସର୍ବଦା ସାଥିରେ ରହିବ, ତେବେ ସର୍ବଦା ବାବାଙ୍କର ସଙ୍ଗର ଅନୁଭବ ହୋଇଚାଲିବ। ସ୍ଲୋଗାନ: ଯଦି ବିକାର ରୂପୀ ସାପଗୁଡ଼ିକୁ ନିଜର ଶଯ୍ୟା କରିଦେବ, ତେବେ ସହଜ ଯୋଗୀ ହୋଇଯିବ। ଯଦି ବିକାର ରୂପୀ ସାପଗୁଡ଼ିକୁ ନିଜର ଶଯ୍ୟା କରିଦେବ, ତେବେ ସହଜ ଯୋଗୀ ହୋଇଯିବ। ଓମ୍ ଶାନ୍ତି।